ଲକ୍ଷ୍ମୀପୁରରେ ପରାକ୍ରମ ଶୋଭାଯାତ୍ରା ପାଳିତ ହୋଇଯାଇଛି। ପାକିସ୍ତାନ ବିରୋଧୀ ଯୁଦ୍ଧକୁ ସମ୍ମାନ ଜଣାଇ ସାରା ଦେଶରେ ଆଜି ପରାକ୍ରମ ଶୋଭାଯାତ୍ରା କରାଯାଇଥିବା ବେଳେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା, ପୁରୁଷ, ବୁଦ୍ଧିଜୀବୀ ଓ ସର୍ବଦଳୀୟ ଲୋକ ପ୍ରତିନିଧିମାନେ ଯୋଗ ଦେଇଥିଲେ। ସ୍ଥାନୀୟ ମିନି ଷ୍ଟାଡିୟମରୁ ଏକ ଶୋଭାଯାତ୍ରା ବାହାରିଥିଲା। ସମସ୍ତଙ୍କ ହାତରେ ତ୍ରିରଙ୍ଗା ପତାକା ଥିବା ବେଳେ ପାକିସ୍ତାନୀ ବିରୋଧୀ ନାରାରେ ଅଞ୍ଚଳ କମ୍ପି ଉଠିଥିଲା। ଏହି ଶୋଭାଯାତ୍ରା ମିନି ଷ୍ଟାଡିୟମରୁ ବାହାରି ସହର ପରିକ୍ରମା କରି 3 କିଲୋମିଟର ଦୂର ଘୋଡାବନ୍ଧ ଆମ୍ବତୋଟା ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ପୂର୍ବତନ ସାଂସଦ ଝିନ ହିକ୍କା, ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା, ଉପାଧ୍ୟକ୍ଷ ଆରତୀ କୁଲଦୀପ, ଅଧ୍ୟକ୍ଷ ଗିରିଜା ଚୌଧୁରୀ, ସହକାରୀ ଯନ୍ତ୍ରୀ ମୁବାଲା ପବନ କୁମାର, ଅତିରିକ୍ତ ତହସିଲଦାର ମାଧବ ଭତ୍ରା, ଲକ୍ଷ୍ମୀପୁର ଏସଡିପିଓ ବିରଞ୍ଚି ନାରାୟଣ ଜଗତ, ଆଇଆଇସି ସୁଜ୍ଞାନୀ ସାହୁ ଉପସ୍ଥିତ ଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଲକ୍ଷ୍ମୀପୁର ଓ କାକିରିଗୁମା ଥାନା ତରଫରୁ ବ୍ୟାପକ ପୁଲିସ କର୍ମୀ ନିୟୋଜିତ କରାଯାଇଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ସବ୍ ଇନ୍ସପେକ୍ଟର ଶାନ୍ତିଲତା ବେହେରା, ଶଙ୍କର ସେନ ଡାଡିଂ, ଏଏସଆଇ ରମେଶ କାନ୍ତିଲୁ, ପ୍ରତାପ ଚନ୍ଦ୍ର ଦଣ୍ଡସେନା ଓ ଜେଜେ ଭତ୍ରାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିପିଓ ସୁଧୀର ବେହେରା ପରିଚାଳନା କରିଥିବା ବେଳେ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଶିଶୁ କଲ୍ୟାଣ ବିଭାଗ କର୍ମଚାରୀଙ୍କ ସମେତ ବଣିକ ସଂଘ ସଦସ୍ୟମାନେ ସହଯୋଗ କରିଥିଲେ। ଲକ୍ଷ୍ମୀପୁରରୁ ପରମେଶ୍ୱର ସାହୁଙ୍କ ରିପୋର୍ଟ, ଜନଶକ୍ତି ଟିଭି।